आज ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ବତେଇବି ଆପଣମାନେ ନିଜ ନିଜ ଫୋନ୍ ମାଧ୍ୟମରେ କେମିତି କାହାର ବି ହ୍ୱାଟ୍ସଆପ୍ର ଷ୍ଟାଟସ୍ଟିକୁ ଡାଉନଲୋଡ଼୍ କେମିତି କରିବେ। ଠିକ୍ ଅଛି, ସେଥିପାଇଁକି ଆପଣମାନେ ପ୍ରଥମେ ହ୍ୱାଟ୍ସଆପ୍ ଆପ୍ଲିକେସନକୁ ଓପେନ୍ କରିନେବେ। ଦେନ୍ ଆପଣମାନେ ଓପେନ୍ କରିନେଇ ସାରିଲା ପରେ ଅପଡ଼େଟ୍ ଉପରେ କ୍ଲିକ୍ କରିବେ। ଷ୍ଟାଟସ୍ ଉପରେ କ୍ଲିକ୍ କରିବେ, ଯାହାର ବି ଷ୍ଟାଟସ୍ ଡାଉନଲୋଡ଼୍ କରିବାର ଅଛି ଆପଣମାନଙ୍କୁ। ଧର ମୁଁ ଗୋଟେ ଷ୍ଟାଟସ୍ ଉପରେ କ୍ଲିକ୍ କରିଛି, ତାର ଷ୍ଟାଟସ୍ଟିକୁ ଡାଉନଲୋଡ଼୍ କରିବା ପାଇଁ କି ଚାହୁଁଛି। ଏଥିରେ ଆପଣମାନେ ଭିଡ଼ିଓ ଆଉ ଫଟୋ ଦୁଇଟା ଯାକ ଡାଉନଲୋଡ଼୍ କରିପାରିବେ, କିଛି ଅସୁବିଧା ନାହିଁ। ଏ ଦେଖନ୍ତୁ ଡାଉନଲୋଡ଼୍ ଷ୍ଟାଟସ୍ର ଗୋଟେ ଅପସନ୍ ଆସୁଛି, ତାପରେ କ୍ଲିକ୍ କରନ୍ତୁ। ତାପରେ ଅଟୋମେଟିକ୍ ଷ୍ଟାଟସ୍ଟିରେ ଆପଣ ଯେତେ ବି କଣ୍ଟାକ୍ଟର ଷ୍ଟାଟସ୍ ମାନେ ଥିବ ଆପଣମାନେ ଇଜିଲି ତାକୁ ଡାଉନଲୋଡ଼୍ କରିପାରିବେ। ଏଇଠି ଦେଖନ୍ତୁ ଗୋଟେ ଷ୍ଟାଟସ୍ ଅଛି, ଯେମିତିକି ଶ୍ରୀକୃଷ୍ଣ ଗୀତାରେ କ'ଣ କହିଛନ୍ତି ଜଣେ ଷ୍ଟାଟସ୍ ପକାଇଥିଲା। ଠିକ୍ ଅଛି, ତାକୁ ଆପଣମାନେ ଡାଉନଲୋଡ଼୍ କରିପାରିବେ। ଆପଣମାନେ ଧର ବଣ୍ଟି ଭାଇର ମୁଁ ଷ୍ଟାଟସ୍ ଡାଉନଲୋଡ଼୍ କରିବା ପାଇଁ ଚାହୁଁଛି, ଆପଣ ଡାଉନଲୋଡ଼୍ ଷ୍ଟାଟସ୍ ଉପରେ କ୍ଲିକ୍ କରିବେ। ତାପରେ ଆପଣମାନେ ଫଟୋ ଉପରେ କ୍ଲିକ୍ କରିବେ, ଡାଉନଲୋଡ଼୍ ଉପରେ ମାରିଦେବେ, ଆପଣମାନେ ଡାଉନଲୋଡ଼୍ କରିଦେଲେ ଇଜିଲି। ଆପଣ ଏଇଟାକୁ କେମିତି କରିବେ ଆପଣଙ୍କ ନ ଶୋ କରୁଛି। ଠିକ୍ ଅଛି, ମୁଁ ଆପଣଙ୍କୁ ଗୋଟେ ଟ୍ରିକ୍ ମଧ୍ୟ ବତାଉଛି। ଦେଖନ୍ତୁ, ପ୍ଲେ ଷ୍ଟୋରକୁ ଆସିଯାଆନ୍ତୁ, ଗୋଟେ ଆପ୍ଲିକେସନ୍ଟିକୁ ଡାଉନଲୋଡ଼୍ କରିଦିଅନ୍ତୁ, ତାର ନାଁ ହେଉଛି ଡେସ୍ ଓଡ଼ିଆ କିବୋର୍ଡ଼। ଯଦି ଆପଣ ଆସୁନାହିଁ ତାହେଲେ ଏଇଠି ସର୍ଚ୍ଚ କରିନେବେ ଡେସ୍ ଓଡ଼ିଆ କିବୋର୍ଡ଼, ଆସିଗଲା। ତାପରେ କ୍ଲିକ୍ କରିବେ, ଦେନ୍ ଏଇଟାକୁ ଫାଷ୍ଟ କ୍ଲିକ୍ କରି ଇନଷ୍ଟଲ୍ କରିବେ, ତାପରେ ଓପେନ୍ କରିଦେବେ, ହେଇଯିବ ଆପଣଙ୍କର। ଠିକ୍ ଅଛି, ଆପଣ ଷ୍ଟାଟସ୍ ଏହିପରି ଭାବରେ ଡାଉନଲୋଡ଼୍ଟି କରିପାରିବେ। ଆଉ ଡାଉନଲୋଡ଼୍ କରିକି ଆପଣ ଚାହିଁଲେ ବି ସେ ଷ୍ଟାଟସ୍କୁ ପୁଣି ଥରେ ରି ଅପଲୋଡ଼୍ ମଧ୍ୟ ଆପଣମାନେ କରିପାରିବେ। ଦେଖନ୍ତୁ, ମୁଁ ଯେମିତି ରି ଅପଲୋଡ଼୍ଟି କରିଦେଲି। ଠିକ୍ ଅଛି, ଆପଣମାନେ ଏମିତି ଷ୍ଟାଟସ୍କୁ ଡାଉନଲୋଡ଼୍ କରିପାରିବେ। ଧନ୍ୟବାଦ। ଏହିପରି ଭିଡ଼ିଓ ପାଇବା ପାଇଁକି ଚ୍ୟାନେଲଟିକୁ ନିହାତି ଭାବରେ ସବସ୍କ୍ରାଇବ୍ କରିବେ।